ଅଲ୍ ପୁରାଣ ଷ୍ଟୋରି। ସୁଆସାରୀ କାହାଣୀ। ପରର ସ୍ତ୍ରୀ ରାଜକନ୍ୟା। ସୁହା କହିଲା, ସାରିଲୋ, ମୁଁ ତୋତେ ପୁରୁଷର ପରୋପକାର କଥା ସିନା କହିଲି, ହେଲେ ତୁମର ମାଇପ ଜାତି ଯେ କେଡ଼େ ବେଇମାନୀ ସେ କଥା ମଧ୍ୟ ଶୁଣ। ଏହାପରେ ସୁହା ଆରମ୍ଭ କଲା। ରାଜା ଝିଅ ଛଇଲାକୁ ବିଜୟସେନ ସେହି ପଳାତକ ରାଜକୁମାରୀଙ୍କ ସହିତ ବିବାହ କରାଇ ଦେଇ ନିଜର ପ୍ରତିଜ୍ଞା ପୂରଣ କଲେ। ତାପରେ ସେମାନଙ୍କୁ ଛାଡ଼ି ଦେଇ ନିଜେ ଅଶ୍ୱରେ ବସି ସୁହା ସହିତ ନିଜ ରାଜ୍ୟକୁ ଫେରିଗଲେ। ଏହାପରେ ରାଜକନ୍ୟା ଛଇଲାକୁ ବିବାହ କରି ପିତାଙ୍କ ଗୃହରେ ସେହି ପଳାତକ ରାଜକୁମାରଙ୍କ ସହିତ ରହି ମହା ଆନନ୍ଦରେ କିଛି ଦିନ ସମୟ ବିତାଇଲେ। ଦିନକର କଥା, ପଳାତକ ରାଜକୁମାର ନିଜର ଶ୍ୱଶୁର ରାଜାଙ୍କ ନିକଟରେ ଜଣାଇଲା ଯେ ଅନେକ ଦିନ ହେଲା ଆମ ରାଜ୍ୟରୁ ଆସିଲିଣି, ତେଣେ ପିତାମାତା ମୋର ଫେରିବା ବାଟକୁ ଚାହିଁ କଷ୍ଟ ପାଉଥିବେ। ଏବେ ମୁଁ ମୋ ରାଜ୍ୟକୁ ଫେରିଯିବା ଲାଗି ଚାହୁଁଛି। ଏକଥା ଶୁଣି ରାଜା ଖୁବ୍ ଖୁସି ହେଲେ। ମୋ ପରି ସେମାନେ ମଧ୍ୟ ପିତା ମାତା ଝିଅ ଦେବା ପରେ କଥାରେ ଅଛି, ଦେଲି ନାରୀ ହେଲି ପାରି। ଆଉ ସେ ଝିଅ ଉପରେ ମୋର କି ଅଧିକାର ଅଛି? ସେମାନେ ଶ୍ୱଶୁର ଘରେ ବା କାହିଁକି ରହିବେ? ଦିନେ ନା ଦିନେ ମୋ ରାଜ୍ୟବାସୀ ମୋ ନାମରେ ନିନ୍ଦା ରଟନା କରିବେ। ଜୟଙ୍କ କଥାରେ ରାଜା ଖୁସି ହେଲେ। ଆଉ ମଧ୍ୟ ଯେତେ ଯାହା ଜାନି ଯୌତୁକ ତାହା ସମସ୍ତ ନେଇ ଏକ ଜାହାଜରେ ବୋଝେଇ କରି ଜାହାଜ ସହ ଝିଅ ଜଇଙ୍କୁ ବିଦା କରିଦେଲେ। ଜାହାଜଟି ଆର ରାଜ୍ୟରେ ପହଞ୍ଚିବା ଲାଗି 10-15 ଦିନ ଲାଗେ। ସେଥିପାଇଁ ଜାହାଜ ମଧ୍ୟରେ 1 ମାସ ନିମନ୍ତେ ରାଜା ଖାଦ୍ୟପେୟ ମଧ୍ୟ ଦେଇଥିଲେ। ଯାଉ ଯାଉ ଜାହାଜ ସମୁଦ୍ର ମଝିରେ ପହଞ୍ଚିଲା। ଦୈବ ଦୁର୍ଯୋଗକୁ କାହାରିକୁ ହାତ ଅଚାନକ ସମୁଦ୍ର ମଧ୍ୟରେ ଝଡ଼ ସୃଷ୍ଟି ହେଲା। ବଡ଼ ବଡ଼ ଢେଉ ଆସି ଜାହାଜ ଉପରେ ପିଟି ହେଲା। ଏପରି ହେଲା ଯେ ପ୍ରବଳ ପବନର ଦାଉରୁ ନାବିକମାନେ ଜାହାଜକୁ ଆଉ ନିଜ ଆୟତ୍ତରେ ରଖିପାରିଲେ ନାହିଁ। ଯାହା ଦୁର୍ଯୋଗ ତାଙ୍କୁ ବିଧାତାଙ୍କ ବ୍ୟତୀତ କିଏ ବା ରକ୍ଷା କରିପାରିବ? ଭଗବାନଙ୍କର ନିଷ୍ଠୁର ଆଦେଶରେ ଜାହାଜଟି ଦିଗମୋଡ଼ ହୋଇ ବହୁ ଦୂରକୁ ଚାଲିଗଲା ଓ ସମୁଦ୍ର ମଧ୍ୟରେ ବୁଡ଼ିଗଲା। ଜାହାଜ ମଧ୍ୟରେ ଯେତେ ଯାତ୍ରୀ ଥିଲେ, କାହାରି ବି ପତ୍ତା ମିଳିଲା ନାହିଁ। ଏହିପରି ଭାବରେ 4-5 ଦିନ ବିତିଗଲା। 5 ଦିନ ପରେ ରାଜପୁତ୍ରକୁ ଗୋଟିଏ କୂଳରେ ଲାଗିବାର ଦେଖି ଲୋକମାନେ ନେଇ ତାହାଙ୍କୁ ସାଷ୍ଟାଙ୍ଗ କଲେ। ସେମାନେ ରାଜକୁମାରଙ୍କୁ ସାଙ୍ଗରେ ରଖିଲେ, ତାଙ୍କର ଖାଇବା ପିଇବାର ଯତ୍ନ ନେଲେ। ଏଣେ ରାଜକୁମାରୀ ସାଗର ମଧ୍ୟରେ ଭାସୁଥିବା ଅବସ୍ଥାରେ ଅନ୍ୟ ଜଣେ ରାଜାଙ୍କର ବୋଇତ ଦ୍ୱାରା ଉଦ୍ଧାର କରାଗଲା। ସେ ରାଜା ଥିଲେ ଚମ୍ପକ ନଗରର ରାଜା ଚିତ୍ରସେନ। ଚିତ୍ରସେନ ରାଜକୁମାରୀ ଛଇଲାର ରୂପ ସୁନ୍ଦର ଦେଖି ତାଙ୍କୁ ରାଜ୍ୟର ଦ୍ୱିତୀୟ ରାଣୀ କରି ରଖିବାକୁ ମନସ୍ଥ କରି ରାଜ୍ୟକୁ ନେଇଗଲେ। ରାଜକୁମାରୀ ଛଇଲା ରାଜଉଆସରେ କିଛି ଦିନ ରହିବା ପରେ ସେ ନିଜର ସ୍ୱାମୀଙ୍କ କଥାକୁ ମନରୁ ପାସୋରି ସାରିଥିଲେ। ତେଣୁ ରାଜକୁମାରୀ ଛଇଲାଙ୍କ ମନରେ ନିଜର ସ୍ୱାମୀଙ୍କ ଲାଗି ସାମାନ୍ୟତମ ଦୁଃଖ ବି ହେଉନଥାଏ। ଦିନକର କଥା, ରାଜା ଚିତ୍ରସେନ ନିଜର ଉଆସକୁ ରାଜକୁମାରୀ ଛଇଲାଙ୍କୁ ଡକାଇ ଆଣିଲେ। ନିଜ ଉଆସରେ ରାଜକୁମାରୀଙ୍କୁ ବହୁ ସମ୍ମାନ ଦେଲେ। ତାପରେ ତାଙ୍କୁ ପ୍ରସ୍ତାବ ଦେଲେ ଯେ, ତୁମେ ଅଧମରା ଅବସ୍ଥାରେ ସମୁଦ୍ର ମଝିରେ ଭାସୁଥିଲ। ମୁଁ ତୁମକୁ ସେହି ବିପଦରୁ ରକ୍ଷା କରି ମୋର ରାଜ୍ୟକୁ ଘେନି ଆସିଲି। ହେଲେ ମୋର ଇଚ୍ଛା ଯେ ତୁମକୁ ମୁଁ ମୋର ରାଜଉଆସରେ ରାଣୀ କରି ରଖିବାକୁ। ତୁମେ ଯେବେ ମୋ କଥାରେ ରାଜି ହୋଇଯିବ, ତାହେଲେ ରାଜନଅରରେ ତୁମ ସହିତ ମୋର ବିବାହର ଆୟୋଜନ କରିବି। ରାଜକୁମାରୀ ଛଇଲା ଜାଣିଥିଲା ସମୁଦ୍ର ଗର୍ଭରେ ଆମର ଜାହାଜଟା ସମ୍ପୂର୍ଣ୍ଣ ଲୀନ ହୋଇଗଲା। ଭାଗ୍ୟବଳକୁ ସିନା ମୋତେ ରାଜା ଚିତ୍ରସେନ ଉଦ୍ଧାର କରି ଆଣିଲେ। ହେଲେ ରାଜକୁମାର କ'ଣ ସତରେ ଆଉ ଜୀବନରେ ଥିବେ? ଯିଏ ଗଲା ସିଏ ଗଲା। ତାଙ୍କ ପାଇଁ ମୁଁ କାହିଁକି ଯେ ମୋର ଜୀବନଟାକୁ ବିଧବା ବେଶରେ କଷ୍ଟ ଦେଇ
ମରିବା ଯାଏ ବଞ୍ଚି ରହିବି। ତେଣୁକରି ଚିତ୍ରସେନ ରାଜାଙ୍କୁ ମୁଁ ବିବାହ କରି ବରଂ ସୁଖ ଶାନ୍ତିରେ ବଞ୍ଚି ରହିବି। ଏହିପରି ଭାବି ଭାବି ରାଜକୁମାରୀ ଛଇଲା ରାଜାଙ୍କୁ ବିବାହ ହେବାକୁ ରାଜି ହୋଇଯିବାରୁ ରାଜା ଖୁବ୍ ଜାକଜମକରେ ନିଜର ବିବାହ ଉତ୍ସବ ପାଳନ କଲେ ଓ ରାଜକୁମାରୀଙ୍କୁ ବିବାହ କରି ମହାସୁଖରେ ସମୟ ଅତିବାହିତ କରିବାକୁ ଲାଗିଲେ। ଏଣେ ରାଜକୁମାର ଦୈବ ବଳରୁ ସମୁଦ୍ର ଢେଉରେ ଭାସି ଭାସି କୂଳରେ ଲାଗିଲା। ଶରୀରରେ ଶକ୍ତି ନାହିଁ। 4-5 ଦିନ ହେଲା ଖାଇବା ପିଇବା ନାହିଁ। ଆଖି ଆଗରେ ତାର ନାଚୁଥାଏ ରାଜକୁମାରୀ ଛଇଲାର କଥା। ସେ କେବଳ ସମୁଦ୍ର ମଧ୍ୟକୁ ବିକଳରେ ଚାହିଁ କାନ୍ଦୁଥାଏ। ଏହି ସମୟରେ ସମୁଦ୍ର ତଟବର୍ତ୍ତୀ ଗ୍ରାମର ଲୋକମାନେ ସମୁଦ୍ର କୂଳକୁ ମାଛ ଶିକାର କରିବାକୁ ଯାଉଥିଲେ। ସେମାନଙ୍କ ଆଖିରେ ରାଜକୁମାର ଏପରି ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କୁ ପାଣିରୁ ଛାଣି ଆଣି ତାର ସେବା ଶୁଶ୍ରୂଷା କରି ସାଷ୍ଟାଙ୍ଗ କରାଇଲେ ଓ ସାଙ୍ଗରେ ଗ୍ରାମକୁ ନେଇ ଯାଇ ରାଜକୁମାରଙ୍କୁ ଖାଇବା ପିଇବାକୁ ଦେଇ ସବୁ ଦୁଃଖକୁ ଭୁଲିଯିବା ଲାଗି କହିଲେ। ଗ୍ରାମବାସୀମାନଙ୍କର ଏପରି ସ୍ନେହ ଆଶ୍ୱାସନାରେ ରାଜକୁମାରଙ୍କର ମନ ବଦଳିଗଲା। ସେ ଖିଆପିଆ ସାରି 2-4 ଦିନ ଗ୍ରାମରେ ରହିଲା। ଏହାପରେ ଗ୍ରାମବାସୀମାନଙ୍କୁ ତାର ଘଟିଯାଇଥିବା ସମସ୍ତ ଅତୀତ କଥାକୁ କହିଲା। ଏକଥା ଶୁଣି ଗ୍ରାମବାସୀମାନେ ଦୁଃଖ ଅନୁଭବ କଲେ। ସେ ଏକଥା ଶୁଣିଲା ସେ ସାଇପ ହେଲା। ଏହି ସମୟରେ ସେ ଗ୍ରାମର ଜଣେ ପୁରୁଣା ବୟସ୍କା ବୁଢ଼ୀ ମାଧୁଆ ମାଇପ ରାଜକୁମାରର ଏପରି ଅବସ୍ଥାକୁ ସହ୍ୟ କରିପାରିଲା ନାହିଁ। ଗ୍ରାମବାସୀମାନଙ୍କୁ କହିଲା, ଅରେ ଇଏ ରାଜପୁଅକୁ ପାଣିରେ ଭାସି ଭାସି ଆସି ଜୀବନ ବଞ୍ଚାଇଲା। ବର୍ତ୍ତମାନ ସେ ସୁସ୍ଥ। ଯଦି ଭାଗ୍ୟରେ ବିଧାତା ବଞ୍ଚିବାକୁ ଲେଖିଥିବେ, ରାଜପୁଅ ପରି ରାଜକୁମାରୀ ଯେବେ ବଞ୍ଚି ରହିଥାଏ, କେହି ଯଦି ତାଙ୍କୁ ପାଣିରୁ ଉଦ୍ଧାର କରି ବଞ୍ଚାଇ ରଖିଥିବେ, ମୁଁ ଭାବୁଛି ରାଜକୁମାରୀଙ୍କୁ ବିଧାତା ବଞ୍ଚାଇ ରଖିଥିବେ। ତେଣୁ ଆମ ଗ୍ରାମର ଜ୍ୟୋତିଷ ବୁଢ଼ାକୁ ଯାଇ କହିବା, ସେ ଖଡ଼ି ପକାଇବ। ତାର କେଉଁ କଥା ସତ ହୁଏ ନାହିଁ କୁହନା? ମାଧିଆ ମାଇପ ଯାହା କହିଲା ସତ କହିଲା। ତାଠାରୁ ଏକଥା ଶୁଣି ଜ୍ୟୋତିଷ ବୁଢ଼ା ପାଖକୁ ଗଲେ। ବୁଢ଼ା ଏକଥା ଶୁଣିସାରି ବହୁତ ଦୁଃଖ କଲା। ତାପରେ ମନ ଧ୍ୟାନ ଦେଇ ଖଡ଼ି ପକାଇଲା। ଖଡ଼ି ପକାଇବା ପରେ ସେ ଦୀର୍ଘ ନିଶ୍ୱାସଟିଏ ଦେଇ କହିଲା, ଖଡ଼ି ମୋର ଡାକୁଛି, ରାଜକୁମାରୀ ଆଦୌ ମରିନାହିଁ। ସେ ଆଉ ବିପଦ ମଧ୍ୟରେ ନାହିଁ। ଯେଉଁଠାରେ ଅଛି ବେଶ ସୁଖରେ ଅଛି। ରାଜକୁମାରୀ ବଞ୍ଚିଛି ଶୁଣିବା ମାତ୍ରେ ଗ୍ରାମବାସୀଙ୍କ ମନରେ ଆନନ୍ଦ ଖେଳିଗଲା। ସମସ୍ତେ କହିଲେ, ହେ ଜ୍ୟୋତିଷ ମହାଶୟ, ତୁମେ ଆଉ ଥରେ ଖଡ଼ି ପକାଇ କୁହ ଯେ ରାଜକୁମାରୀ ଯେବେ ବଞ୍ଚିଛନ୍ତି, ତାହେଲେ ସେ କେଉଁ ଦିଗରେ ଓ କିପରି ଅବସ୍ଥାରେ ଅଛନ୍ତି। ଏ କଥାର ସାମାନ୍ୟ ସୁରାକ ପାଇଲେ ତ ଖୋଜିବାକୁ ଯିବା। ଜ୍ୟୋତିଷ ପୁଣି କହିଲେ, ତାହା ତ ଜଣାପଡ଼ିଛି ରାଜକୁମାରୀ ବଞ୍ଚିଛି, କିନ୍ତୁ ସେ ଯେ ଆଉ ଜଣଙ୍କୁ ବିବାହ କରି ସଂସାର କଲାଣି। ରାଜକୁମାରୀ ଆମ ଗ୍ରାମର ଦକ୍ଷିଣ ଦିଗରେ ଯେଉଁ ରାଜ୍ୟ ଅଛି, ସେ ସେହି ରାଜାଙ୍କୁ ବିବାହ କରିସାରିଛି। ହେଲେ ତାଙ୍କ ଲାଗି ଆଉ ଚେଷ୍ଟା କରି ଲାଭ କ'ଣ? ଶୁଆ କହିଲା, ଦେଖିଲୁ ତ ସାରି, ମାଇପି ଜାତିଙ୍କର କଥା। ରାଜକୁମାର ରାଜକୁମାରୀଙ୍କୁ ପାଇବା ପାଇଁ ପାଗଳ ହୋଇଯାଉଥିଲା। ଯୋଗକୁ ତାଙ୍କ ସଙ୍ଗରେ ସେ ସଂସାର କଲା। ଯଦି ସେ ରାଜକୁମାରଙ୍କୁ ପ୍ରାଣ ଦେଇ ଭଲ ପାଉଥାନ୍ତା, ତାହେଲେ ତ ସେ ବିଧବା ହୋଇ ଦୁଃଖରେ ଜୀବନ ବିତାଉଥାନ୍ତା କିମ୍ବା ସ୍ୱାମୀଙ୍କ ବିରହରେ ପ୍ରାଣ ହାରିଥାନ୍ତା। ସେ ଯେତେବେଳେ ବିବାହ କରିଗଲା, ଏଥିରେ କ'ଣ ସେ ତାର ସତୀତ୍ୱ ନଷ୍ଟ କଲା ନାହିଁ? ଜ୍ୟୋତିଷଙ୍କ ମୁଖରୁ ଏକଥା ଶୁଣି ରାଜକୁମାର କହିଲା, ରାଜକୁମାରୀ କ'ଣ ସେ ରାଜାଙ୍କୁ ଛାଡ଼ି ମୋ ସାଙ୍ଗରେ ପଳାଇ ଆସିବ ନାହିଁ? ଜ୍ୟୋତିଷ କହିଲେ, ତମେ ରାଜକୁମାର ଏହି ନାରୀମାନଙ୍କର ଚରିତ୍ର ବିଷୟରେ ଜାଣିନାହଁ। ସେମାନଙ୍କୁ ବିଶ୍ୱାସ କରିବା ଯେପରି ଭୁଲ, ସେମାନଙ୍କୁ ବିବାହ କରିବା ମଧ୍ୟ ଭୁଲ। ସେ ଯୁଗ ନାହିଁ। ଆରେ ନାରୀ ସତୀ ସାବିତ୍ରୀ ସୀତା ହୋଇଯିବେ। ମୋ କଥା ଯେବେ ତୁମର ବିଶ୍ୱାସ ନ ହେଉଛି, ତାହେଲେ ମୁଁ ତୁମକୁ ଗୋଟିଏ ସତ୍ୟ ଘଟଣା କହୁଛି, ତାହାକୁ ମନ ଦେଇ ଶୁଣ। ଶୁଆ କହିଲା, ଏବେ ଶୁଣିଲ ସାରି, ପଣ୍ଡିତଙ୍କ ମୁଖରେ ତୁମ୍ଭେ ନାରୀମାନଙ୍କର ଚରିତ୍ର କଥା।